Hello dear students, welcome to my channel Suresh Sir English. ଆଜିର ଏହି ଭିଡ଼ିଓରେ ଆମେ ପଢ଼ିବା ଷ୍ଟେ ହାଙ୍ଗ୍ରି ଷ୍ଟେ ଫୁଲିଶ୍ର କ୍ୱେଶ୍ଚିନ୍ ଆନ୍ସର୍ ଆମେ ବର୍ତ୍ତମାନ କରିବା। ଷ୍ଟେ ହାଙ୍ଗ୍ରି ଷ୍ଟେ ଫୁଲିଶ୍ର ପ୍ରଥମ ପ୍ରଶ୍ନ ହେଉଛି ହ୍ୱାଟ୍ ଡଜ୍ ଜବ୍ସ ସେ ଆବାଉଟ୍ ହିଜ୍ ମଦର। ଜବ୍ସ ତାଙ୍କ ମା ବିଷୟରେ କ'ଣ କହିଥିଲେ? ଜବ୍ସ ସେଜ୍ ଦ୍ୟାଟ୍ ହିଜ୍ ବାୟୋଲୋଜିକାଲ୍ ମଦର was a young unwed college graduate student and she had decided to put him up for adoption. She had thought that she would give her child for adoption to college graduate. ଏଥିରେ ଆମେ କ'ଣ ଜାଣିଲେ ଯେ ଜବ୍ସଙ୍କର ଯେଉଁ ବାୟୋଲୋଜିକାଲ ମଦର ଯିଏ ତାଙ୍କୁ ଜନ୍ମ ଦେଇଥିଲେ ସେ ଜଣେ ଯୁବତୀ ଏବଂ ଅବିବାହିତ କଲେଜ ଗ୍ରାଜୁଏଟ୍ ବା ସ୍ନାତକର ଛାତ୍ରୀ ଥିଲେ। ଆଣ୍ଡ ସି ହାଡ୍ ଡିସାଇଡେଡ୍ ଏବଂ ସେ ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ଛୁଆକୁ ଆଡପ୍ସନ୍ରେ ଦେଇଦେବେ, ମାନେ ପୋଷ୍ୟପୁତ୍ର ହିସାବରେ ସେ ଛାଡ଼ିଦେବେ ବା ଦେଇଦେବେ। ସି ହାଡ୍ ଥଟ୍ ସେ କାହାକୁ ଦେବେ? ସେ ଗୋଟେ କଲେଜ ଗ୍ରାଜୁଏଟ୍କୁ ହିଁ ଦେବେ ବୋଲି ସେ ନିଷ୍ପତ୍ତି ନେଇଥିଲେ। ସେକେଣ୍ଡ ପ୍ରଶ୍ନ ହେଉଛି ହାଉ ଡିଡ୍ ହିଜ୍ ଫଷ୍ଟର ପ୍ୟାରେଣ୍ଟସ୍ ଆଡପ୍ଟ ହିମ୍। ତାଙ୍କର ପାଳକ ପିତାମାତା ତାଙ୍କୁ କେମିତି ଆଡପ୍ଟ କରିଥିଲେ? ଆନ୍ସର୍ ବର୍ତ୍ତମାନ ଆମେ ଦେଖିବା। ଜବ୍ସ ବାୟୋଲୋଜିକାଲ ମଦର ୱାଜ୍ ଆନ୍ unwed graduate student. She had thought of giving her child for adoption. So everything was set before his birth by a lawyer and his wife. But Steve's foster parents wanted a baby girl. Unexpectedly, Steve's biological mother had a baby boy and they made a call in the middle of the night asking if they want a baby boy. They replied, of course. This is how his foster parents adopted him. ଜବ୍ସଙ୍କର ଶାରୀରିକ ମା ଗୋଟିଏ ଅବିବାହିତ ଗ୍ରାଜୁଏଟ୍ ଷ୍ଟୁଡେଣ୍ଟ ଥିଲେ। ସେ ଭାବିଥିଲେ ସେ ନିଜ ଛୁଆକୁ ଆଡପ୍ସନ୍ରେ ଛାଡ଼ିଦେବେ। ତେଣୁ ତାଙ୍କ ଜନ୍ମ ହେବା ପୂର୍ବରୁ ହିଁ ସେ ଗୋଟେ ଲୟର ଏବଂ ତାଙ୍କ ସ୍ତ୍ରୀ ଦ୍ୱାରା ସବୁକିଛି ବିଷୟ ସେ ସେଟ୍ କରି ରଖିଥିଲେ। କିନ୍ତୁ ଷ୍ଟିଭ୍ସଙ୍କର ଯେଉଁ ଫଷ୍ଟର ପ୍ୟାରେଣ୍ଟସ୍ ପାଳକ ପିତାମାତା ଥିଲେ ସେମାନଙ୍କର ଦରକାର ଥିଲା ଗୋଟେ ବେବି ଗର୍ଲ, ଗୋଟେ ଝିଅ ଦରକାର ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ବା ଅଚାନକ ଭାବେ ଷ୍ଟିଭ୍ର ବାୟୋଲୋଜିକାଲ ମଦର ହାଡ୍ ଏ ବେବି ବୟ, ଗୋଟେ ପୁଅ ହେବା ଦ୍ୱାରା ସେମାନେ ରାତିରେ ଫୋନ୍ କରିଥିଲେ ଯେ ଆମର ଗୋଟେ ବେବି ବୟ ହେଇଛି, ଆପଣମାନେ ଚାହୁଁଛନ୍ତି କି? ଏବଂ ସେମାନେ ଉତ୍ତର ଦେଇଥିଲେ ଅଫକୋର୍ସ ହଁ। ଏଭଳି ଭାବରେ ତାଙ୍କର ପାଳକ ପିତାମାତାମାନେ ତାଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ହ୍ୱାଟ୍ ଡଜ୍ ହି ସେ ଆବାଉଟ୍ ହିଜ୍ ଷ୍ଟଡିଜ୍ ଆଟ୍ ରିଡ୍ କଲେଜ। ସେ ତାଙ୍କର ପାଠପଢ଼ା ବିଷୟରେ ରିଡ୍ କଲେଜରେ ପାଠପଢ଼ା ବିଷୟରେ କ'ଣ କହିଛନ୍ତି? ଉତ୍ତର ଦେଖିବା। ଉତ୍ତର ହେଉଛି ଷ୍ଟିଭ୍ ସେଜ୍ ଦ୍ୟାଟ୍ ରିଡ୍ କଲେଜ ୱାଜ୍ ଆନ୍ ଏକ୍ସପେନ୍ସିଭ୍ କଲେଜ which he had chosen to pursue higher education. All of his working class parents' savings were being spent on his college tuition. After 6 months, he could not see the value in his education, so he dropped out. ଷ୍ଟିଭ୍ କହୁଛନ୍ତି ଯେ ରିଡ୍ କଲେଜ ଗୋଟେ ବହୁତ ଦାମିକା ମାନେ କ'ଣ ଏକ୍ସପେନ୍ସିଭ୍ କଲେଜ ଥିଲା, ଯାହାକୁ ସେ ବାଛିଥିଲେ ତାଙ୍କର ଉଚ୍ଚଶିକ୍ଷା ପାଇଁ। ତେଣୁ ତାଙ୍କର ଯେଉଁ ୱାର୍କିଂ କ୍ଲାସ୍ର ଯେଉଁ ପିତାମାତାଙ୍କର ଯେତେ ସବୁ ସେଭିଙ୍ଗସ୍ ଥିଲା, ସଞ୍ଚୟ କରି ରଖିଥିଲେ, ସବୁ ଖର୍ଚ୍ଚ ହେଉଥିଲା ଷ୍ଟିଭ୍ଙ୍କର କଲେଜ ଟ୍ୟୁସନ୍ ଯୋଗୁଁ। ତେଣୁ ସେ 6 ମାସ ପରେ ନିଷ୍ପତ୍ତି ନେଲେ ଯେ ଏଥିରେ କୌଣସି ମୂଲ୍ୟ ନାହିଁ, ତେଣୁ ସେ ଡ୍ରପ୍ ଆଉଟ୍ ହେଇଥିଲେ 6 ମାସ ପରେ। ତ କ୍ୱେଶ୍ଚିନ୍ ଆସିଥାଏ ଆଫ୍ଟର ହାଉ ମେନି ମନ୍ଥସ୍ ଡିଡ୍ ହି ଡ୍ରପ୍ ଆଉଟ୍। ଉତ୍ତର ହେଉଛି 6 ମନ୍ଥସ୍। ନେକ୍ସଟ ପ୍ରଶ୍ନ ହେଉଛି ହ୍ୱାଇ ଡିଡ୍ ହି ଡ୍ରପ୍ ଆଉଟ୍ ଫ୍ରମ୍ କଲେଜ। କଲେଜରୁ ସେ କାହିଁକି ଡ୍ରପ୍ ଆଉଟ୍ ହେଲେ? ଏହାର ଉତ୍ତର ହେଉଛି Steve had joined Reed College. It was an expensive college. He realized that without much value, he was spending his working class parents' savings. After 6 months, he could not see the value in it. He had no idea what he wanted to do in life and no idea how college was going to help him figure it out. So he thought, why to spend
the hard earned money of his parents, so he dropped out from college. ଯେହେତୁ ସେ ରିଡ୍ କଲେଜରେ ଜଏନ୍ କରିଥିଲେ, ଯାହାକି ଗୋଟେ ଏକ୍ସପେନ୍ସିଭ୍ କଲେଜ ଥିଲା, ତେଣୁ ସେ ହୃଦୟଙ୍ଗମ କଲେ ଯେ ସେ କାହିଁକି ତାଙ୍କର କାମ କରୁଥିବା ପିତାମାତାଙ୍କର ସଞ୍ଚୟ ପଇସାକୁ ସେ ନଷ୍ଟ କରିବେ ଟ୍ୟୁସନ୍ ପାଇଁ। ତେଣୁ 6 ମାସ ଭିତରେ ହିଁ ସେ ଏଥିରେ କୌଣସି ଭ୍ୟାଲ୍ୟୁ ନ ଦେଖି ସେ ନିଷ୍ପତ୍ତି ନେଲେ ଯେ ଏଇଟା ତ ତାଙ୍କ ଜୀବନରେ ମାନେ ହି ହ୍ୟାଡ୍ ନୋ ଆଇଡ଼ିଆ ହ୍ୱାଟ୍ ହି ୱାଣ୍ଟେଡ୍ ଟୁ ଡୁ ଇନ୍ ଲାଇଫ୍। ତାଙ୍କର ସେ ଭାବିନଥିଲେ ତାଙ୍କ ଜୀବନରେ ସେ କ'ଣ କରିବେ, କି କଲେଜ ତାଙ୍କୁ କେମିତି ସାହାଯ୍ୟ କରିବ, ଯେ ସେ କ'ଣ କରିବା ପାଇଁ ଚାହୁଁଛନ୍ତି। ଏଇଥିପାଇଁ ସେ କ'ଣ କଲେ, ସେ କଲେଜରୁ ଡ୍ରପ୍ ଆଉଟ୍ କଲେ, କାହିଁକିନା ସେ ଅଯଥା ପଇସା ଖର୍ଚ୍ଚ କରିବା ପାଇଁ ଚାହୁଁନଥିଲେ। ନେକ୍ସଟ ପ୍ରଶ୍ନ ହେଉଛି ହ୍ୱାଟ୍ ଡିଫିକଲ୍ଟିଜ୍ ଡିଡ୍ ହି ଫେସ୍ ଆଫ୍ଟର ହି ଡ୍ରପ୍ ଆଉଟ୍। ସେ ଡ୍ରପ୍ ଆଉଟ୍ ହେଲା ପରେ କ'ଣ କ'ଣ ସବୁ ସମସ୍ୟା ଫେସ୍ କରିଥିଲେ। ଦି ଆନ୍ସର୍ ଇଜ୍ ଷ୍ଟିଭ୍ ଫେସ୍ଡ ଏ ଲଟ୍ ଅଫ୍ ଡିଫିକଲ୍ଟିଜ୍। ଷ୍ଟିଭ୍ ବହୁତ ଗୁଡ଼ାଏ ସମସ୍ୟା ସମ୍ମୁଖୀନ ହୋଇଥିଲେ। ହି ଡିଡ୍ ନଟ୍ ହାଭ୍ ଏ ଡର୍ମ ରୁମ୍, ସୋ ହି ସ୍ଲେପ୍ଟ ଅନ୍ ଫ୍ଲୋର୍ସ ଅଫ୍ ହିଜ୍ ଫ୍ରେଣ୍ଡସ୍ ରୁମ୍। ଯେହେତୁ ତାଙ୍କର ଡର୍ମ ରୁମ୍ ମାନେ ଶୋଇବା ରୁମ୍ ନଥିଲା ବା ରହିବା ଘର ନଥିଲା, ତେଣୁକରି ସେ ସାଙ୍ଗମାନଙ୍କ ରୁମ୍ରେ ଫ୍ଲୋର୍ରେ ଶୋଉଥିଲେ। ହି ରିଟର୍ଣ୍ଣ କୋକ୍ ବୋଟଲ୍ସ ଫର୍ 5 cent deposits to buy food with and would walk the 7 miles across town every Sunday night to get one good meal a week at the Hare Krishna temple। ଯେହେତୁ ସେ ଖାଇବାକୁ ଠିକ୍ସେ ପାଉନଥିଲେ, ସେ ବୋଟଲ୍ସ ଗୁଡ଼ିକ କୋକ୍ ବୋଟଲକୁ 5 ସେଣ୍ଟରେ ବିକ୍ରୟ କରୁଥିଲେ ଏବଂ ସେଥିରୁ ଖାଉଥିଲେ। ଏବଂ 7 କିଲୋମିଟର ସେ ଅତିକ୍ରମ କରି ପ୍ରତ୍ୟେକ ରବିବାର ରାତିରେ ସେ ହରେ କୃଷ୍ଣ ଟେମ୍ପଲକୁ ଯାଇକି ଗୋଟେ ଭଲ ମିଲ୍ ସେ ଖାଉଥିଲେ। ତ ଇଏ ଥିଲା ତାଙ୍କର କେମିତି ବିଭିନ୍ନ ସମସ୍ୟା ଗୁଡ଼ିକ ସେ ଫେସ୍ କରିଥିଲେ କଲେଜରୁ ଡ୍ରପ୍ ଆଉଟ୍ ହେବା ପରେ, ତାହା ସେ ବର୍ଣ୍ଣନା କରିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍ ଇଜ୍ ହ୍ୱାଇ ଡିଡ୍ ହି ଡିସାଇଡ୍ ଟୁ ଲର୍ଣ୍ଣ କାଲିଗ୍ରାଫି। ସେ କାଲିଗ୍ରାଫି ଶିଖିବା ପାଇଁ କାହିଁକି ନିଷ୍ପତ୍ତି ନେଲେ। ଆନ୍ସର୍ ଇଜ୍ ସିନ୍ସ ଷ୍ଟିଭ୍ ହ୍ୟାଡ୍ ଡ୍ରପ୍ଡ ଆଉଟ୍ he did not have to take normal classes. At that moment, Reed College offered the best calligraphy instruction in the country. Throughout the campus, every poster, every label, on every drawer was beautifully hand calligraphed. So he decided to take calligraphy class to learn how to do this. ଯେହେତୁ ଷ୍ଟିଭ୍ ଡ୍ରପ୍ ଆଉଟ୍ ହୋଇଯାଇଥିଲେ, ତେଣୁ ସେ ନର୍ମାଲ୍ କ୍ଲାସ୍ ନେବା ତାଙ୍କର ଆବଶ୍ୟକ ହେଲାନି ବା ନେଲେନି। ତେଣୁ ସେ ସମୟରେ ରିଡ୍ କଲେଜରେ ସେ ମାନେ ସାରା ଦେଶରେ ସବୁଠାରୁ ଭଲ କାଲିଗ୍ରାଫି ମାନେ ସୁନ୍ଦର ଲେଖା, ସୁନ୍ଦର ହସ୍ତଲେଖା ଯେଉଁ କୌଶଳ ଅଛି ତାହା ଶିକ୍ଷା ଦିଆଯାଉଥିଲା। ତେଣୁ ସେ ଦେଖିଥିଲେ ଯେ ସେ କ୍ୟାମ୍ପସର ଚାରିଆଡ଼େ ବିଭିନ୍ନ ପୋଷ୍ଟରରେ, ଡ୍ରୟର ଗୁଡ଼ାକରେ ଏବଂ ବିଭିନ୍ନ ଜାଗାରେ ବହୁତ ସୁନ୍ଦରରେ ହାତ ଲେଖା ଗୁଡ଼ିକ ମାନେ ସୁନ୍ଦର ହାତ ଲେଖା ଗୁଡ଼ିକ ସେ ଦେଖିବାକୁ ପାଉଥିଲେ। ତେଣୁ ସେ ନିଷ୍ପତ୍ତି ନେଲେ ଯେ ସେ କାଲିଗ୍ରାଫି କ୍ଲାସ୍ ଜଏନ୍ କରିକି ଶିଖିବେ। ତାଦ୍ୱାରା ତାଙ୍କ ଜୀବନରେ ବହୁତ କିଛି ସାହାଯ୍ୟ ହୋଇଥିଲା, ଯାହା ଆମେ ଆଗକୁ ପଢ଼ିବା ବା ବୁଝିବା। ନେକ୍ସଟ କ୍ୱେଶ୍ଚିନ୍ ଇଜ୍ ହାଉ ଡିଡ୍ ହିଜ୍ ନଲେଜ୍ ଅଫ୍ କାଲିଗ୍ରାଫି ହେଲ୍ପ ହିମ୍। ଏହାର ଉତ୍ତର ହେଉଛି ପ୍ରଶ୍ନଟା କ'ଣ ଯେ କାଲିଗ୍ରାଫିର ଜ୍ଞାନ କେମିତି ତାଙ୍କୁ ସାହାଯ୍ୟ କରିଥିଲା। ଉତ୍ତର ହେଉଛି ହିଜ୍ ନଲେଜ୍ ଅଫ୍ କାଲିଗ୍ରାଫି ହେଲ୍ପଡ୍ ହିମ୍ when he and was designed the first Macintosh computer after 10 years of learning calligraphy from Reed College. They designed all into the Macintosh. It was the first computer with beautiful typography. If he had not dropped out and dropped in on that single course in college, the Mac would have never had multiple typefaces or proportionally spaced fonts. If Steve had not learned calligraphy, then personal computers might not have the wonderful typography that they do. तो एथिरो आमे कौन जानले, एटा होची गोटे लॉन्ग आंसरटा परीक्षारे एते आसेनी, तथापि आमे ताकू आलोचना करिबा। जदि एथिरो किछि शॉर्ट क्वेश्चन आसिले आमे उत्तर जानि पारिबानी, तेणु ताकू आमे बुझिया ପାଇଁ चेष्टा करिबा। ओडियारे एहार उत्तर होउची तांकर जो कालीग्राफी
जो नॉलेज थिला बा ज्ञान थिला सेटा तांको बहुत साहाय्य करथिला जेतेबेले कि से एवं स्टीवेन वोजनियाक से माने डिजाइन बा गोटे प्रस्तुत करथिले तांकर प्रथम मैकिन्टॉश कंप्यूटर 10 वर्ष पर माने रीड कॉलेज रे जेतेबेले से कैलीग्राफी पढ़ी तार 10 वर्ष पर जेतेबेले मैकिन्टॉश कंप्यूटर से माने तैयारी करथिले सेठी सेटा साहाय्य करथिले केमिति दे डिजाइन्ड ऑल से माने सब डिजाइन करके मैकिन्टॉश रे ताकू माने कोन स्थान देथिले ओके इट वाज द फर्स्ट कंप्यूटर विथ ब्यूटीफुल टाइपोग्राफी एटा थिला प्रथम कंप्यूटर जो कि अति सुंदर रे विभिन्न लेखा गुड़िक थिला इफ जदि से ड्रॉप आउट हे न थांते एवं ए कैलीग्राफी क्लास रे जदि ड्रॉप इन कर न थांते ओके जाई न थांते ताले मैक रे जो सुंदर सुंदर विभिन्न प्रकार टाइप फेसेस बा पूरा ठीक प्रोपोर्शन रे स्पेस थिबा फॉन्ट गुडा को आमे देखिबा पाउछ सेटा हेई पार न थांता इफ स्टीव हाड नॉट लर्न जदि से कैलीग्राफी शिखि न थांते ताले पर्सनल कंप्यूटर रे आमे जहाँ देखिबा पाउछ बहुत सुंदर सुंदर वंडरफुल टाइपोग्राफी सेटा न थांता तेणु निहाती भाव रे एटा तांको तांको पर्सनल कंप्यूटर डेवलपमेंट जोटा कि मैकिन्टॉश रे भल भल कौन कैलीग्राफी बा टाइपोग्राफी आम देखुचु से गुड़ाक थिला कैलीग्राफी क्लास रो गोटे गोटे हेल्प ह्यूज हेल्प नेक्स्ट क्वेश्चन होची व्हाट डज ही मीन बाय कनेक्टिंग द डॉट्स माने डॉट गुड़िक को संयोग करिवार अर्थ कौन यार आंसर होची बाय कनेक्टिंग द डॉट ही मीन्स दैट some incidents of the past with some result in the present. For example, if he had not dropped out from regular course and dropped in on calligraphy class, the personal computers might not have the wonderful typography that they do. यार अर्थ होची जदि से अतीत रे किसी घटना एमती अच्छी जमी अतीत जदि गोटे घटना घटी न था वर्तमान तार फलाफल हो न था यार उदाहरण होची जदि स्टीव ड्रॉप आउट हो न था रेगुलर कोर्स रु ताहले से केबे भी कैलीग्राफी क्लास रे ड्रॉप इन हो न थांते द पर्सनल कंप्यूटर्स माइट नॉट हैव द वंडरफुल टाइपोग्राफी दैट दे डू जोटा कि पर्सनल कंप्यूटर रे सुंदर सुंदर टाइपोग्राफी अच्छी सेटा हो पार न था तेणु एभली भाव में किसी घटना आमर अतीतर घटना वर्तमान सहित लिंक होता है यहाँ थिला तांकर अर्थ जहाँ से कहते कनेक्टिंग द डॉट्स वर्तमान में यूनिट 2 रो फर्स्ट क्वेश्चन देखिबा हाउ डिड जॉब्स सेटअप द एप्पल इंक से एप्पल इंक को केमती सेटअप कले जॉब स्टार्टेड एप्पल इंक विथ हिज फ्रेंड स्टीव वोजनियाक इन हिज पेरेंट्स गैराज एट दैट टाइम जॉब्स वाज 20 years old जॉब्स तांको सांग स्टीव वोजनियाक सहित तांको पितामाता ग्यारेज रे यही एप्पल इंक कंपनी स्थापन करथिले से समय जॉब्स बयस थिला 20 वर्ष द्वितीय क्वेश्चन होची हाउ डिड ही लूज हिज पोजीशन इन द एप्पल इंक से एप्पल कंपनी निजर पोजीशन को केमती हरैले एप्पल इंक वाज फाउंडेड बाय स्टीव जॉब्स एंड हिज फ्रेंड वाज टू रन द कंपनी they had hired a person. First 1 year or so, things went well. However, when Jobs and his visions were diverged, then they had a falling out. The board of directors sided with him, and at the age of 30, he was out of the company, a company which he had started. एप्पल कंपनी को स्टीव जॉब्स एवं तांको सांग वॉज स्थापन करथिले सेही कंपनी को परिचालना करबा पाए से माने गोटे टैलेंटेड व्यक्ति को हायर करथिले ठीक अछि प्रथम वर्ष एवं किछि मास एमिति बहुत भलो चलथिला किंतु जॉब्स एवं सेही जो सीईओ थिले तांको ना तो एठी मेंशन हेनी से व्यक्ति जहाँ को से माने डाकी थिले तांको भितरे एवं जॉब्स को भितरे विजन्स को लेकिन एप्पल रो कौन विजन अच्छी लक्ष्य अच्छी ताकू नहीं कि भिन्न मत जिते बेला से भितर संपर्क आउ रहा ना एवं तांकर जो बोर्ड ऑफ डायरेक्टर्स थे से माने सबू से व्यक्ति सपक्ष जीवार 30 वर्ष बेले से कंपनी एप्पल कंपनी से बाहरी गले ठीक अच्छे जो कंपनी की से स्थापन करते से कंपनी बाहर कर दि जाता यहाँ गोटे विचित्र विषय
नेक्स्ट क्वेश्चन होची हाउ डिड ही फील अबाउट हिज डिसमिसल से जो कंपनी रू तांको काट दिया जाइथिला ताकू से केमिति अनुभव करथिले तार उत्तर होची Steve felt awful when he was dismissed from Apple Inc. It was devastating because Apple Inc. was founded by him. He felt as if he had dropped the baton passed on to him and let the previous generations of entrepreneurs down. He tried to get back his position, but he could not. He was a public figure, so he felt it deeply. Even he thought of running away from the valley. यार अर्थ होची स्टीव जॉब्स को बहुत खराब लागिथिला जेतेबेले तांको एप्पल इंक रु बाहर कर दिया जायथिला. इट वाज डेवास्टेटिंग एटा बहुत माने विध्वंसकारी बात गोटे तांको बहुत भांगी देथिला बिकॉज एप्पल इंक वाज फाउंडेड बाय हिम सेटा से प्रतिष्ठा करथिले. तेणु ही फेल्ट आज इफ से भाविले जमते कि से ड्रॉप कर देइछन्ति से बेटन पास बेटन माने गोटे बाड़ी जहाँकि रिले रेस बेले जड़े आ जन को दे था दौड़ापी आग को दौड़ापी तो सी भावुले जे मोर पूर्व जेनेरेशन पीढ़ी मते जेनेरेशन रो एंटरप्रेन्योर उद्योक्ता माने जो दायित्व देते ताकू मु तले पकई देछि सी चेष्टा कले पोजिशन को फेरिया किंतु से करि पारलेनी जेहेतु से गोटे पब्लिक फिगर थिले तांको यह गभीर भाव आघात पहुँचीला. इवेन एमती कि से मध्य भाविथिले जे से सिलिकॉन वैली रु पलायन करिवे अथच से जाई नथिले कौन हेतिला आगु को हमें देखिबा अलगा प्रश्न रे. नेक्स्ट क्वेश्चन इज हाउ डिड ही रिटर्न टू द एप्पल इंक से पुणी थरे एप्पल कंपनी को केमिति रिटर्न बा प्रत्यावर्तन करथिले. यार उत्तर होची आफ्टर बीइंग फायर्ड फ्रॉम एप्पल इंक he started 2 more companies, Next and Pixar. Pixar went on to create world's first computer animated feature film, Toy Story. It still remains today as the most successful animation studio in the world. In a remarkable turn of events, Apple bought Next and Steve returned to the Apple Inc. यार अर्थ होची तांको जेतेबेले फायर्ड तांको जेतेबेले बाहर कर दिया गला एप्पल इंक रु से दुईटी कंपनी आरंभ कले. गोटे कंपनी नाम थिला नेक्स्ट एवं अन्य कंपनी नाम होची पिक्सार. पिक्सार पृथ्वीर सर्वप्रथम कंप्यूटर हैला जहाँ कि एनिमेटेड फीचर फिल्म को तैयारी करथिला जो आमे जेमति कार्टून वीडियो गुडा को देखु सेमतिटा से तैयारी करथिले. तार प्रथम से फीचर फिल्म ना थिला टॉय स्टोरी. It still remains today as the most successful animation studio. यही स्टूडियोटा हूँ गोटे सफलतम स्टूडियो वर्तमान पर्यंत इन द वर्ल्ड. इन ए रिमार्केबल टर्न ऑफ इवेंट्स केमिति घटना गुड़िक परिवर्तन है सबकि परिस्थिति जे एप्पल कंपनी किणिला नेक्स्ट कंपनी को एवं नेक्स्ट को किणवा द्वारा स्टीव पुणी थरे प्रत्यावर्तन करथिले एप्पल कंपनी को. वर्तमान आम देखा आमर थर्ड यूनिट रे प्रथम प्रश्न कौन अच्छे. द क्वेश्चन इज हाउ डिड द कोटेशन ऑन डेथ अफेक्ट जॉब्स. जो मृत्यु उपर जो कोटेशन थिला से कोटेशनटा केमिति जॉब्स को अफेक्ट करथिला. यार उत्तर होची द कोटेशन ऑन डेथ इफ यू लिव ईच डे एज इफ इट वाज योर लास्ट समडे यू विल मोस्ट सर्टेनली बी राइट. Impressed Jobs most. For the past 33 years, every morning he looked at himself before mirror and asked, if today were the last day of my life, would I want to do what I am about to do today? He changed his concept to something else when the answer had been no for too many days. यार ओडिया रे जो कोटेशन अच्छी मृत्यु को नहीं से कोटेशन अच्छी जदि आम प्रत्येक दिन भाविबा जे यही दिनटा हूँ मो जीवन शेष दिन ताहले दिने ना दिने सेटा ठीक है. यही कोटेशनटा तांको बहुत भाव प्रभावित करथिला. माने गत 33 वर्ष प्रत्येक दिन सकाळे से निजको मिरर आगे ठिया होइकी पचारती जे जदि
ଆଜି ଦିନଟା ମୋ ଜୀବନର ଶେଷ ଦିନ, ତାହେଲେ ମୁଁ ଯାହା କରିବାକୁ ଯାଉଛି ସେଇଟା କ'ଣ ମୁଁ କରିବି କି? ଆଉ ଯଦି ସେ ଉତ୍ତର ପାଉଥିଲେ ନା ଏବଂ ଲଗାତାର ଯଦି ସେ ଉତ୍ତର ପାଉଥିଲେ ନା, ତାହେଲେ ସିଏ ତାକୁ ପରିବର୍ତ୍ତନ କରୁଥିଲେ। ଏଇଟା ଥିଲା ମୃତ୍ୟୁକୁ ନେଇକି ଗୋଟେ କୋଟେସନ୍ ଯାହାକି ତାଙ୍କୁ ବହୁତ ଭାବରେ ପ୍ରଭାବିତ କରିଥିଲା। ସେକେଣ୍ଡ କ୍ୱେଶ୍ଚିନ୍ ଇଜ୍ ହାଉ ଡିଡ୍ କନସିୟସନେସ୍ ଅଫ୍ ଡେଥ୍ ଇନ୍ସପାୟାର ହିମ୍? ତ କନସିୟସନେସ୍ ଚେତନା, ମୃତ୍ୟୁର ଚେତନା ତାଙ୍କୁ କେମିତି ପ୍ରେରଣା ଦେଇଥିଲା? ଲେଟ୍ ଅସ୍ ସି ଦି ଆନ୍ସର୍। ଦି ଆନ୍ସର୍ ଇଜ୍ consciousness of death inspired Jobs to make the big choices in life. It made him conscious about the meaninglessness of earthly desires, pride, fear, etc. So it made him conscious about what is important in life. ମୃତ୍ୟୁର ଚେତନା ଜବ୍ସଙ୍କୁ ବହୁତ ମାତ୍ରାରେ ପ୍ରଭାବିତ କରିଥିଲା। ବିଶେଷ କରି ଉତ୍ତମ ଜିନିଷ ବା ଉତ୍ତମ ବିଷୟକୁ ପସନ୍ଦ କରିବା, ଜୀବନରେ କିଛି ବଡ଼ ବଡ଼ ପସନ୍ଦ କରିବା, ଚଏସ୍ କରିବା, ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରଭାବିତ କରିଥିଲା। ଏହାଦ୍ୱାରା ସେ ଅଧିକ କନସିୟସ୍ ମାନେ କ'ଣ ଚେତନା ବା ଜାଗ୍ରତ ହୋଇପାରିଥିଲେ ଯେ ଜୀବନର କିଛି ମିନିଂଲେସନେସ୍ ମାନେ ଅର୍ଥହୀନତା, ଏଇ ପାର୍ଥିବ ଜୀବନରେ ଆମର ଯେଉଁ ଇଚ୍ଛା, ଆମର ଗର୍ବ, ଭୟ ଏଗୁଡ଼ିକ ରହିଛି ତା'ର ମୂଲ୍ୟହୀନତାକୁ ନେଇକି ସେ ବହୁତ କିଛି ଜିନିଷ ଜାଣିବାକୁ ପାଇଥିଲେ। ଏହାଦ୍ୱାରା ସେ ଅଧିକ ସଚେତନ ହୋଇଥିଲେ ଯେ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ'ଣ ସେ ବିଷୟରେ ସେ ଜାଣିବାକୁ ପାଇଥିଲେ। ତୃତୀୟ ପ୍ରଶ୍ନକୁ ଆମେ ଯିବା। ଦ ଥର୍ଡ଼ କ୍ୱେଶ୍ଚିନ୍ ଇଜ୍ ହ୍ୱାଟ୍ ୱାଜ୍ ଦ ଡକ୍ଟର୍ସ ଆଡ଼ଭାଇସ୍ ଟୁ ହିମ୍ ହ୍ୱେନ୍ ହି ୱାଜ୍ ଡାଇଗ୍ନୋସ୍ଡ ୱିଥ୍ କ୍ୟାନ୍ସର? ଡକ୍ଟରଙ୍କର ଉପଦେଶ କ'ଣ ଥିଲା ଯେତେବେଳେ ସେ ଡାଇଗ୍ନୋସ୍ ହୋଇଥିଲେ କ୍ୟାନ୍ସର ରୋଗରେ? ହ୍ୱେନ୍ ଜବ୍ସ ୱାଜ୍ ଡାଇଗ୍ନୋସ୍ଡ ୱିଥ୍ କ୍ୟାନ୍ସର, ହିଜ୍ ଡକ୍ଟର ଆଡ଼ଭାଇସ୍ଡ ହିମ୍ ଟୁ go home and get his affairs in orders, which is doctor's code for prepare to die. It meant he had to say his kids in a few months what he had to say them in 10 years. It meant to say goodbye. ଏହାର ଅର୍ଥ ହେଉଛି ଯେତେବେଳେ କି ଜବ୍ସଙ୍କୁ ଡାଇଗ୍ନୋସ୍ କରାଯାଇଥିଲା କି ଯେ ସେ ଡକ୍ଟର କହିଲେ ତାଙ୍କୁ କ୍ୟାନ୍ସର ରୋଗ ହୋଇଛି, ଡକ୍ଟର ତାଙ୍କୁ ପରାମର୍ଶ ଦେଲେ ତୁମେ ଘରକୁ ଯାଅ ଏବଂ ତୁମର ସବୁ ବିଷୟ ଗୁଡ଼ିକ ଠିକ୍ ଠାକ୍ କର। ଏହା ହେଉଛି ଡକ୍ଟରର ଗୋଟେ କୋଡ଼୍ ଲାଙ୍ଗୁଏଜ୍, ଯାହା ମାଧ୍ୟମରେ ଡକ୍ଟରମାନେ କହିଥାନ୍ତି ଯେ ବର୍ତ୍ତମାନ ତୁମର ମୃତ୍ୟୁର ସମୟ ଆସିଯାଇଛି, ପ୍ରସ୍ତୁତ ହୁଅ ମରିବା ପାଇଁ। ଏହାର ଅନ୍ୟ ଏକ ଅର୍ଥ ହେଉଛି ଯେ ତୁମେ ଯାହା ଯାହା ସବୁ କିଛି ତୁମ ପିଲାମାନଙ୍କୁ କହିବା ପାଇଁ ଚାହୁଁଛ ଆଗାମୀ 10 ବର୍ଷ ଭିତରେ, ସେଇ ଜିନିଷ ଗୁଡ଼ିକକୁ ତୁମେ ଏଇ ଅଳ୍ପ କିଛି ମାସ ଭିତରେ କହିଦିଅ ଏବଂ ତୁମେ ବର୍ତ୍ତମାନ ପ୍ରସ୍ତୁତ ହୁଅ ନିଜର ପରିବାରବର୍ଗ ସମସ୍ତଙ୍କୁ ବିଦାୟ ଦେବା ପାଇଁ। ଇଏ ହେଉଛି ଡକ୍ଟରଙ୍କର ଆଡ଼ଭାଇସ୍ ଯେତେବେଳେ କି ସେ ଡାଇଗ୍ନୋସ୍ କରିଥିଲେ ଜବ୍ସଙ୍କର କ୍ୟାନ୍ସର ବିଷୟରେ। ନେକ୍ସଟ ପ୍ରଶ୍ନ ହେଉଛି ହାଉ ଡଜ୍ ଜବ୍ସ ଭ୍ୟୁ ଡେଥ୍? ଜବ୍ସ ମୃତ୍ୟୁକୁ କେମିତି ଦେଖନ୍ତି? ଜବ୍ସ ଭ୍ୟୁଜ୍ ଡେଥ୍ as the single best invention of life. It is life's change agent. No one can escape it. We all share same destination, that is death. According to Jobs, death clears out the old to make way for the new. ଏହାର ଅର୍ଥ ଜବ୍ସଙ୍କ ଦୃଷ୍ଟିକୋଣରେ ମୃତ୍ୟୁ ହେଉଛି ଜୀବନର ସବୁଠାରୁ ବେଷ୍ଟ ଉଦ୍ଭାବନ। ଇଟ୍ ଇଜ୍ ଲାଇଫ୍ସ ଚେଞ୍ଜ ଏଜେଣ୍ଟ। ଏହା ଜୀବନକୁ ବଦଳାଇ ଦେଇଥାଏ। ଏହାକୁ କେହି ମଧ୍ୟ ଏଡ଼ି ଦେଇପାରିବେନି, କାହିଁକିନା ଏଇଟା ହେଉଛି ଗୋଟେ ଲକ୍ଷ୍ୟ, ଆମେ ସମସ୍ତେ ତା'ର ଅଂଶୀଦାରଠୁ। ଆକର୍ଡିଂ ଟୁ ଜବ୍ସଙ୍କ ଅନୁଯାୟୀ ମୃତ୍ୟୁ ଗୋଟେ ମଣିଷର ପୁରାତନ ଜିନିଷକୁ ପରିବର୍ତ୍ତନ କରି ତା ଭିତରେ ନୂତନତ୍ୱ ଆଣିଦେଇଥାଏ। ନେକ୍ସଟ କ୍ୱେଶ୍ଚିନ୍ ଇଜ୍ ହ୍ୱାଟ୍ ଇଜ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ଇନ୍ ଫେସ୍ ଅଫ୍ ଡେଥ୍? ମୃତ୍ୟୁ ଆଗରେ ସବୁଠାରୁ କ'ଣ ଗୁରୁତ୍ୱପୂର୍ଣ୍ଣ? ଅଲ୍ ଏକ୍ସଟର୍ନାଲ ଏକ୍ସପେକ୍ଟେସନ୍ସ, all pride, all fear of embarrassment or failure just fall away in the face of death, leaving only what is truly important. ମୃତ୍ୟୁ ଆଗରେ ସବୁ ବାହ୍ୟ ଆଶା, ଗର୍ବ, ଭୟ, ଲାଜ, ବିଫଳତା ଏସବୁ ଜିନିଷ ମଉଳି ଯାଇଥାଏ। ମୃତ୍ୟୁ ଆଗରେ କେବଳ ଗୋଟିଏ ଜିନିଷ ହିଁ ଗୁରୁତ୍ୱପୂର୍ଣ୍ଣ ଲାଗିଥାଏ ଏବଂ ସେଇ ଜିନିଷ କ'ଣ ସେଇଟା ଆମେ ବ୍ୟକ୍ତିଗତ ଭାବରେ ସମସ୍ତେ ନିଜେ ନିଜେ ଯାହା ଆମକୁ ଫିଲ୍ ହୁଏ ସେଗୁଡ଼ିକୁ ଆମେ ଜାଣିଥାଉ। ବର୍ତ୍ତମାନ ଆମେ ସିକ୍ସଥ କ୍ୱେଶ୍ଚିନ୍କୁ ଯିବା। ସେଇ ସିକ୍ସଥ କ୍ୱେଶ୍ଚିନ୍ ହେଉଛି କ'ଣ? ହ୍ୱାଟ୍ ୱାଜ୍ ଜବ୍ସ ଫେୟାରୱେଲ୍ ମେସେଜ୍? ଜବ୍ସଙ୍କର ଫେୟାରୱେଲ୍ ମେସେଜଟା କ'ଣ ଥିଲା? ଜବ୍ସ ଫେୟାରୱେଲ୍ ମେସେଜ୍ ୱାଜ୍
stay hungry, stay foolish. This will help them to be more hardworking and to strive to learn new things. This is the message he gave to the students. ଜବ୍ସଙ୍କର ଶେଷ ବା ଫେୟାରୱେଲ୍ ମେସେଜ୍ ଥିଲା ଯେ ଷ୍ଟେ ହାଙ୍ଗ୍ରି, ଭୋକିଲା ରୁହ ଏବଂ ଷ୍ଟେ ଫୁଲିସ୍, ବୋକା ବା ମୂର୍ଖ ରୁହ। ଏହାଦ୍ୱାରା କ'ଣ, ଦିସ୍ ୱିଲ୍ ହେଲ୍ପ ୟୁ, ଏହା ତୁମକୁ ସାହାଯ୍ୟ କରିବ ଅଧିକ ପରିଶ୍ରମୀ ହେବା ପାଇଁ ଏବଂ ଟୁ ଷ୍ଟ୍ରାଇଭ୍ ଟୁ ଲର୍ନ ନ୍ୟୁ ଥିଙ୍ଗସ୍, ନୂଆ ଜିନିଷ ଶିଖିବା ପାଇଁ ତୁମେ ପ୍ରୟାସ କରିବ। ଏଇଟା ହେଉଛି ଶେଷ ମେସେଜ୍ ଯାହା ସେ କଲେଜ ଷ୍ଟୁଡେଣ୍ଟମାନଙ୍କୁ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ନିଜର ସ୍ପିଚ୍ ଦେବା ସମୟରେ କହିଥିଲେ। ସୋ ଡିୟର୍ ଷ୍ଟୁଡେଣ୍ଟସ୍, ଏତିକି ଥିଲା ଆଜିର କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍। ଆଶା କରୁଛି ଭିଡ଼ିଓଟି ନିହାତି ଭଲ ଲାଗିଥିବ। ଯଦି ଭଲ ଲାଗିଲା ତାହେଲେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର, ସାଙ୍ଗମାନଙ୍କୁ ଏ ଭିଡ଼ିଓଟି ସେୟାର କର ଏବଂ ନୂଆରେ ଯଦି ମୋ ଚ୍ୟାନେଲକୁ ଆସିଛ ସବସ୍କ୍ରାଇବ୍ କରିବା ସହିତ ତୁମେ ଯାହା କହିବା ପାଇଁ ଚାହୁଁଛ କମେଣ୍ଟ ସେକ୍ସନରେ ଲେଖି ପଠାଅ, ଯଦ୍ୱାରା ମୁଁ ଜାଣିପାରିବି ତୁମର ଦୃଷ୍ଟିଭଙ୍ଗୀ ବା ତୁମର ମତାମତ କ'ଣ ଅଛି, ତୁମେ କ'ଣ କହିବା ପାଇଁ ଚାହୁଁଛ, କେଉଁ ବିଷୟ ଉପରେ ତୁମେ ଭିଡ଼ିଓ ଚାହୁଁଛ, ଏଗୁଡ଼ାକ ତୁମେ ସବୁ ବିଷୟ ତୁମେ ଲେଖିପାରିବ କମେଣ୍ଟ ସେକ୍ସନରେ। ଏବଂ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କର ଏବଂ ସାଙ୍ଗମାନଙ୍କ ସହିତ ସେୟାର କର। ଥ୍ୟାଙ୍କ ୟୁ ଫର୍ ୱାଚିଂ ଦିସ୍ ଭିଡ଼ିଓ। ବାଏ।